ସୁଭଦ୍ରା ଯୋଜନାରେ ପରିବର୍ତ୍ତନ, ମହିଳାଙ୍କୁ ମିଳିବ 10,000, ଏମିତି କରନ୍ତୁ ଆବେଦନ। ଭାରତ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ମଧ୍ୟରେ ସୁଭଦ୍ରା ଯୋଜନା ଅନ୍ୟତମ। ଏହି ମହିଳା ସଶକ୍ତିକରଣ ଯୋଜନାକୁ ଅକ ପ୍ରଭାବଶାଳୀ କରିବାକୁ ସରକାର ମହିଳାଙ୍କ ପାଇଁ ସ୍କିମ ଆଣୁଛନ୍ତି। ଓଡ଼ିଶାରେ ମଧ୍ୟ ସୁଭଦ୍ରା ଯୋଜନା କାମ କରିବା ଆରମ୍ଭ କରିଛି। ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ବର୍ଷିକ 10,000 ଟଙ୍କା ଦିଆଯିବ। ତେବେ ଓଡ଼ିଶାରେ କେଉଁ ମହିଳା ଏହି ଯୋଜନାର ସୁଫଳ ପାଇବେ, ଏଥିପାଇଁ କ'ଣ ରହିଛି ଆବଶ୍ୟକତା ତାହା ଜାଣିବା ଆବଶ୍ୟକ। ଯେଉଁ ମହିଳାମାନେ ଓଡ଼ିଶାରେ ରହୁଥିବେ, ସେମାନେ ଏହି ଯୋଜନାର ସୁଫଳ ପାଇପାରିବେ। ଏଥିଲାଗି ମହିଳାଙ୍କ ବୟସ 21ରୁ 60 ବର୍ଷ ହୋଇଥିବା ଦରକାର। ଏଥିସହ ଯେଉଁ ପରିବାରର ବାର୍ଷିକ ଆୟ 2.50 ଲକ୍ଷ ଟଙ୍କାରୁ କମ ହୋଇବ, ସେହିପରି ଯେଉଁ ମହିଳାଙ୍କ ପରିବାରର କୌଣସି ସଦସ୍ୟ ଆୟକର ପଇଠ କରୁଥିଲେ, ସେ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ହେବେ। ତେବେ ଯଦି ଏଯାଏ ସୁଭଦ୍ରା ଯୋଜନାରେ ନାମ ସାମିଲ କରି ନାହାନ୍ତି ତେବେ ସୁଭଦ୍ରାର ଅଫିସିଆଲ ପୋର୍ଟାଲର ଯାଇ ନିଜ ନାମ ପଞ୍ଜୀକରଣ କରି ନିଅନ୍ତୁ। ଏଥିରେ ନିଜ ନାମ ସହ ପିତା ବା ସ୍ୱାମୀଙ୍କ ନାମ, ଆଧାର ନମ୍ବର, ବ୍ୟାଙ୍କ ଖାତାର ସବିଶେଷ ବିବରଣୀ ଦେବାକୁ ହେବ। ଏହାପରେ KYC କରିବାକୁ ହେବ। ଏସବୁ ସାରି ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ରହୁଥିବା ଘରର ପ୍ରମାଣପତ୍ର ପରି ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡ଼ିବ। ଏହି ସବୁ କାମ ଆପଣଙ୍କ ପଟରୁ ସଠିକ ରୂପେ କରିବା ଦରକାର। ଏସବୁ ହେବା ପରେ ଆପଣଙ୍କ ଫର୍ମ ଯାଞ୍ଚକାରୀଙ୍କ ନିକଟରେ ପହଞ୍ଚିଯିବ। ସେମାନେ ସେସବୁକୁ ଯାଞ୍ଚ କରିବା ପରେ ଆପଣଙ୍କୁ ସୁଭଦ୍ରା ଡେବିଟ କାର୍ଡ ମିଳିବ ଓ ଆପଣଙ୍କ ଖାତାକୁ 2ଟି କିସ୍ତିରେ ବର୍ଷକୁ ଆସିବ 10,000 ଟଙ୍କା।